ଚା କମ୍ପାନୀ ଚା ଟିକେ ମୁଁ ବସିଲା ପାଖରେ ଘରକୁ ଆଜି ବାଗିଆ ଚା ଚାଲିଛି ସେ ସବୁ ଠାକୁରଙ୍କର ଆଶୀର୍ବାଦ ଇଏ ସବୁ ଚାଟା ହେଉଛି ଠାକୁରଙ୍କ ଆଶୀର୍ବାଦ ସବୁ ପ୍ରତ୍ୟେକ ଜିନିଷ ନିଷ୍ଠା ରହିଲେ ଗୋଟେ ମଠରେ ଆମର ଚା କରିବ ଏଇଭଳିଆ ଚା ନ କଲେ ମତେ ବି ସେଦିନ ଚା ଭଲ ଲାଗିବନି ସବୁଦିନ ଚା ନ କରିବ ମତେ ବି ସେଦିନ ବାଗ ଲାଗୁନି ଯାହା ଆପଣ ଧନ୍ୟବାଦ ଦଉଛନ୍ତି ସେଇଟା ହଉଛି ଗୋଟେ ଧନ୍ୟବାଦ ଭଲ ଚା ଟିକେ କରୁଛୁ ଆମେ ସମସ୍ତେ ପିଉଛୁ ଗୋଟେ ଡ୍ୟୁଟି ତମ ପୁରା ରେଡି ଗୋଟେ ସେବା ଗୋଟେ ଇଏ ପିଲାଟି ଭାଗବତ ପଢିବ ଆସି ଭାଗବତ ପଢି ଚା କରିବ ତା କାମ ଡ୍ୟୁଟି ମାନେ ଡ୍ୟୁଟି କୋଉଠି ଯିବା ଯଦି ହେଇଥିବ ନ ଆସିପାରେ କିନ୍ତୁ ଆସିବା କଥା କହିବ ଆଉ କଣ ଖବର ଆଉ ଆପଣ ଯାଇଥିଲେ ହଁ ଯାଇଥିଲେ ବୁଲିବାଲିକିରି ଆସିଲୁ ଚଲୁ ବୁଲିବାଲିକିରି ଏମିତି ଆସିଲୁ 10 ଦିନ ଯାତ୍ରା ଘରେ ଆସି ପହଞ୍ଚିଲୁ 10 ଦିନ ଆଉ 10 ଦିନ ଭିତରେ ପ୍ରଥମେ ଗଲୁ ଅଯୋଧ୍ୟାକୁ ଅଯୋଧ୍ୟାରୁ ଆଡ଼େ ଗଲୁ ପ୍ରୟାଗରାଜରୁ ଅଯୋଧ୍ୟା ଦର୍ଶନ ସାରିକି ରାମ ଲାଲାଙ୍କୁ ଆମେ ଗୁରୁଧାମରେ ପହଞ୍ଚିଲୁ ଯାଇକି ସେଇଦିନ ରାତି 2ଟା ବେଳେ ମଣ୍ଡଳ ହେଉଛି ଆମ କୃପାଳଜୀ ମହାରାଜଙ୍କର ଆଶ୍ରିତ କୃପାଳୁ ମହାରାଜ ତାଙ୍କର ହେଉଛି ଗୁରୁ ପୂର୍ଣ୍ଣିମା ଦିନ ଆମକୁ ସେଇ ଉଦ୍ଦେଶ୍ୟ ଥିଲା ଗୁରୁ ପୂର୍ଣ୍ଣିମା ଆମର ଗୁରୁ ପୂର୍ଣ୍ଣିମା ହେଉଛି ମୁଖ୍ୟ ଆକର୍ଷଣ ଗୁରୁ ମହାରାଜଙ୍କର ଆମର ପୂଜନ କରିବୁ ପଦ ପୂଜନ କରିବୁ ହେଉଛି ଗୁରୁ ପୂର୍ଣ୍ଣିମାର କାମ ତାପରେ ସେ ହେଉଛି ସେଠି 21 ତାରିଖ ଗୁରୁ ପୂର୍ଣ୍ଣିମା ଆମେ ଯାଇ 19 ତାରିଖ ଦିନ ପହଞ୍ଚିଗଲୁ 17ରେ ଗଲୁ 18ରେ ଅଯୋଧ୍ୟା 18 ଯାଇ 18 ରାତିରେ ପହଞ୍ଚିଗଲୁ 19, 20, 21 ରହିଲୁ ବହୁତ ବାଟ ମାନେ ପ୍ରୟାଗରାଜରୁ 180 କିଲୋମିଟର ହେଉଛି ପ୍ରୟାଗରାଜ ଗୋଟେ ଆହ୍ଲାବାଦ ଷ୍ଟେସନରୁ 180 କିଲୋମିଟର ହେଉଛି ଅଯୋଧ୍ୟାରୁ 220 କିଲୋମିଟର ହେଉଛି ଗୁରୁଧାମ ବସ୍ ହେଇଥିଲା ହେଲା ସେଠି ପହଞ୍ଚିଗଲୁ ରାତି 2ଟା ବେଳେ ରହିଲୁ 20, 19 ରାତିରେ ପହଞ୍ଚିଲୁ 20, 21 ରହିଲୁ 21 ରାତିରେ ପୁଣି ବାହାରିଲୁ 19, 20, 21 ରହିଲୁ 21 ରାତିରେ ପୁଣି ବାହାରିଲୁ କୋଉଠି ବର୍ଷାନା ମାନେ ଟ୍ରେନରେ ବର୍ଷାନା ମଥୁରା ଟ୍ରେନରେ ଗଲୁ ମଥୁରା ପହଞ୍ଚିକି ସେଠୁ ପୁଣି ଗାଡ଼ିରେ ଗଲୁ ବର୍ଷାନା ହେଉଛି ରାଧାରାଣୀଙ୍କ ଜନ୍ମସ୍ଥାନ ସେଠି ରହିଲୁ 2 ଦିନ ସେଠୁ ପୁଣି ଆସିଲୁ ବୃନ୍ଦାବନକୁ ଗୋଟେ ଦିନ ବୃନ୍ଦାବନ ହେଉଛି ଆମରି ଆଶ୍ରମରେ ଆମ କୃପାଳଜୀ ମହାରାଜଙ୍କର ବର୍ଷାନାରେ ଆମର ଆଶ୍ରମ ଅଛି ପ୍ରେମ ମନ୍ଦିରରେ ଆମର ଆଶ୍ରମ ବଡ଼ ଆଶ୍ରମ ହଁ ଆମେ ରହିବା ପଇସା ଦେଉ ରହିବା ଖାଇବା ଇତ୍ୟାଦି ସବୁ ଆଶ୍ରମରେ ହୁଏ ପଇସା ଦେଉ ବେଶୀ ପଇସା ନ କମ୍ ପଇସା ଦେବାକୁ ପଡ଼େ ଆମେ ବୁଲିବାଲିକିରି ଆସିକିରି ପହଞ୍ଚିଲୁ ଆଉ 10 ଦିନ 4 ଦିନ ଗାଡ଼ିରେ ପଡ଼ିଗଲା ଆଉ 6 ଦିନ ଜାଣିକିରି ଆମେ ଧାମ ବୁଲିଛୁ ଆଉ ତା ଭିତରେ ଯେଉଁ ରାଧାରାଣୀଙ୍କର ମନ୍ଦିର ପାହାଡ଼ ଉପରେ ବହୁତ ଉଚ୍ଚା ପାହାଡ଼ ଗୋଳାଠୁ ଉଚ୍ଚା ପାହାଡ଼ ଉପରେ ମନ୍ଦିର ତାପରେ ସେଠିକି ଗଲୁ ତାପରେ ଗିରି ଗୋବର୍ଦ୍ଧନ ପରିକ୍ରମା କଲୁ ଗାଡ଼ିରେ ବସିକି ଅଟୋରେ ବସିକିରି 21 କିଲୋମିଟର ବର୍ଷାନାରୁ ଗଲୁ 21 ବୁଲିଲୁ ପୁଣି 21 ଆଇଲୁ ଗିରି ଗୋବର୍ଦ୍ଧନ ଆପଣ ପୁଣ୍ୟବାନ ଲୋକ ଆପଣ ନାଇଁ ଏକଥା ନୁହେଁ ଆଉ କଣ ଯାଇପାରିବେ ଆଉ ଗଲା ଭଳିଆ ଅବସ୍ଥା ନାହିଁ ବଢିଆ କଥା ଆଉ ଉତ୍ତରପ୍ରଦେଶ ଖାଲି ରାଧାକୃଷ୍ଣଙ୍କର ମନ୍ଦିର ହନୁମାନଙ୍କ ମନ୍ଦିର କୋଉଠି କାମ ଅଛି କେବଳ ରାଧାକୃଷ୍ଣଙ୍କ ଉତ୍ତରପ୍ରଦେଶ ସାରା କାହିଁକିନା ସେ ହେଉଛି ବ୍ରଜଭୂମି ରାମ ମନ୍ଦିର କେମିତିଆ ମାନେ ହେଇଛି କେମିତି ହଉଛି ବର୍ତ୍ତମାନ ଚାଲିଛି କାମ ଚାଲିଛି ହଜାର କୋଟି ଟଙ୍କାର କାମ ଚାଲିଛି ଆଉ ରାମଲାଲା ପ୍ରତିଷ୍ଠା ହେଇଯାଇଛନ୍ତି କାମ କିନ୍ତୁ ଚାଲିଛି ଭକ୍ତମାନଙ୍କର ଦର୍ଶନ ମଧ୍ୟ ହେଉଛି ସୁନାର କବାଟ ଲାଗିଛି ହଁ ସୁନାର କବାଟ ଲାଗିଛି ମାନେ ତମକୁ ଯିବାକୁ ପଡ଼ିବ 43ଟା ବା ତାର ଦ୍ୱାର ଦ୍ୱାରକୁ ଆମେ ଗଣିନୁ ଗଣିବାକୁ ସମୟ 43ଟା ବା ତମେ ଗଣି ପାରିବନି ଆଉ ଗଣି ପାରିବନି ମାନେ ତମର ବାରିକେଡରେ ଯୋଉ ଯିବ ଯାଇକିରି ପଶିକି ଦର୍ଶନ କରି ଫେରିଲା ବେଳକୁ 6 କିଲୋମିଟର ଏଠୁ କୋଉଠି ନୂଆପାଟଣା 3 କିଲୋମିଟର ଯିବ 3 କିଲୋମିଟର ଆସିବ ଆସିଲେ ଆଉ ଯାଇ ଠାକୁର ଦର୍ଶନ ହେଇଦେବ ଚାଲିବାରେ ବହୁତ ସମୟ ପଡ଼ିବ ଲୋକ ପ୍ରବଳ ହଉଛି ରାମ ମନ୍ଦିର ସବୁ ଫ୍ରିରେ ଆମର ଯେମିତି ଜଗନ୍ନାଥ ମନ୍ଦିରରେ ଫ୍ରି ରହିବ କ'ଣ ମୋବାଇଲ ରହିବ ଜୋତା ରହିବ ସବୁ ଫ୍ରି ବ୍ୟବସ୍ଥା ହେଇଛି ଲମ୍ବା ବାଟଟା ନ କଲେ ସର୍ଟ ବାଟରେ ଲୋକ କଣ୍ଟ୍ରୋଲ ହେଇବେନି ଯାହା ହଉ ତମ ଚା କମ୍ପାନୀ ଚାଲିଛି ଆଉ ଆମ ଚାଟା ରେଡ଼ି ହେଲାନି ଦେଇଦିଅ ଆମକୁ ଆମେ ପିଇଦେବା ଏଠି ଏଇଟା ଧୁଆ ହେଇଛି ଗ୍ଲାସ୍ ପାଣି ବୋଝି କ'ଣ ଟିକେ ଧୋଇ ଆଣି ଏଇଟା ଗୋଟାଏ ଦେଇଦିଅ ମୁଁ ତାଇ ଧୋଇ ଦେଇଦେବେ ସେ ମୋର ଟିକେ ଦେଇଦେବୁ ମୁଁ ପଳେଇ ଯାଏ କାମ ଟିକେ ଅଛି ଖାତାପତ୍ର କାମ ଟିକେ ଅଛି ମୁଁ କହିଲି ଆଜି ଭଗବାନ ପାଖରେ ଠାକୁରଙ୍କ ଡୋରି ନଲାଗିଲେ ସତ୍ୟ କଥା ଯାହା ଦିନଚର୍ଯ୍ୟା ଥିବ ଡେଲି ରୁଟିନ୍ ଯାହା ଖାଇବାର ଥିବ ଯାହା ଠାକୁରଙ୍କ ବହୁତ ଦେହ ପା ଟିକେ ଭଲ ନାହିଁ
ତଥାପି ମୋତେ ସାହସ ବାନ୍ଧି ଗଲି ନା ଯିବି ଆଉ ରୋକିଲେ ଆଉ ରହି ହେବନି ରହିଗଲେ ରଖିଯିବି ଆଉ ରୋକିଗଲେ ଆଉ ଆଉ ଯାଇପାରିବନି ମୁଁ ଦଉଛି ଧୋଇଦିଏ ଧୋଇ ଜାଣିଛି ସବୁ ପ୍ରଭୁଙ୍କ ଆଶୀର୍ବାଦ ଆମର ତା ବିନା ଗଛର ପତ୍ର ବି ହଳିବନି। ଠାକୁରଙ୍କର ଦୟା ନଥିଲେ ସବୁ କଥା ହେଇପାରିବ ନାହିଁ ଦିଅ ଧରି ଚଳିବ ତ ଶୋଇବ ଅମିଠା ପାଟି ଆଉ ଅଛନ୍ତି ଆପଣ ଆଚ୍ଛା ଭଗବାନ ବାବୁଙ୍କର ଚାର ସ୍ପର୍ଶ ଥାଉ ଆଚ୍ଛା ମୁଁ ଚାଲିଲି ବର୍ତ୍ତମାନ ସେଠି ଥଣ୍ଡା କରି ପିଇବି ହେଲା କି ମୁଁ ଗରମ ପିଇପାରୁନି ଥଣ୍ଡା କରି ପିଇବି ଯେଠି ହାତ ମାରିଦେଲା ଦିଏ ନାଇଁ ତମେ ସବୁ ଜାଣିଛ ମୁଁ ଯୋଉ ଯାଇଥିଲି କହିକି ଯାଇଛି ଠାକୁରଙ୍କ କାମରେ ଯାଇଥିଲି ପାର୍ଟି କରିବନି ଯାହା କରୁଛ କର ବିନା ପାର୍ଟିରେ କର ଆମେ ଆମର କୃପାଳୁ ଆଶ୍ରମ ତରଫରୁ ଆମେ ଯାଇଥିଲୁ ମାନେ ଆମେ ନିଜ ଖର୍ଚ୍ଚରେ ଯାଇଥିଲୁ ଆଉ ଗୋଟେ ଟୁରିଂ ପ୍ରୋଗ୍ରାମ ବ୍ୟବସ୍ଥା ହେଇଥିଲା କଥା ଥିଲା ଆମର ଗୁରୁଦେବଙ୍କର ଗୁରୁ ପୂର୍ଣ୍ଣିମା ଉତ୍ସବ 21 ତାରିଖ ତାକୁ ପାଳନ କରିବା ସହିତ ମନଗଡ଼ରେ ତାକୁ ପାଳନ କରିବା ସହିତ ଆଉ କିଛି ଜାଗା ବୁଲିବୁ ଠାକୁରଙ୍କ ଜାଗା ବୁଲିବୁ ସେ ଉଦ୍ଦେଶ୍ୟରେ ଆମେ ଆଗେ ଆମର ଗାଡ଼ି ଯାଇ ପ୍ରୟାଗରାଜ ଷ୍ଟେସନରେ ଓହ୍ଲେଇଲା ପ୍ରୟାଗରାଜ ଷ୍ଟେସନ ହେଉଛି ଯେଉଁଟା ଆଗରୁ ଆହ୍ଲାବାଦ ଥିଲା ଆହ୍ଲାବାଦରୁ ଆମର ବ୍ୟବସ୍ଥା ହେଇଥିଲା ଆହ୍ଲାବାଦରୁ ସାଙ୍ଗେ ସାଙ୍ଗେ ଗାଡ଼ି କଲୁ 180 କିଲୋମିଟର ହେଉଛି ଅଯୋଧ୍ୟା ରାମଚନ୍ଦ୍ରଙ୍କର ରାମ ଜନ୍ମଭୂମି ଅଯୋଧ୍ୟା ଆଉ ସେ ବିଷୟରେ ତ କଥା ହେବା ଏ ଭୋଗଟା କ'ଣ ଟିକେ କହିଦେଲେ ଏଇଟା ଏଇଟା କ'ଣ ପାଣି କଖାରୁ ନା କ'ଣ ହାଁ ଯେ ପାଣି କଖାରୁ ହଁ ହଉ ଆଚ୍ଛା ମିଠା ଦିଏ ତେଣୁ ଆମେ ପ୍ରଥମ ଗଲୁ କି ଆରେ ଭୋଗ ଖାଅ ସାଡ଼େ ପ୍ରଥମ ଅଯୋଧ୍ୟା ଗଲୁ ତମେ ପାଖକୁ ଆସ ଶୁଭୁନି ମଝିକି ପଳେଇ ଆସ ଆଚ୍ଛା ପ୍ରଥମେ ଗଲୁ ଅଯୋଧ୍ୟା ଆମେ ହଁ ପ୍ରୟାଗରାଜ ଷ୍ଟେସନରୁ ଅଯୋଧ୍ୟା ଯାତ୍ରା ହେଲା ବସ୍ରେ 30 ଜଣ ସାଙ୍ଗ ହେଲୁ ଆମେ ଏଠି ଯାଇଛୁ ଆମେ 16 ବାବୁରେ 16 ଏଠି ଯାଇଛୁ ତାପରେ ସେଠି କଟକଲା ଦେଖାହେଲେ ଗୋଟେ ବସ୍ ଆଉ ଗୋଟେ କାର୍ କରି ଗଲୁ ଅଯୋଧ୍ୟାରେ ପହଞ୍ଚିଲୁ ଦିନ 2ଟା ବେଳେ ଯାଇକି ଆଗେ ସରୋଜିନୀରେ ଗାଧେଇଲୁ ଯେଉଁଠି ବସ୍ ରହିଲା ସେଠି ଅଟୋରେ ଗଲୁ ସରୋଜିନୀରେ ଗାଧେଇଲୁ ବଢ଼ିଆ କରି ସେଇ ଅଟୋ ଆମକୁ ନେଇକରି ବୁଲେଇଲା ଅଯୋଧ୍ୟାର ରାମଙ୍କ ଜନ୍ମଭୂମିକି ଯିବା ପୂର୍ବରୁ ଅନେକ ଠାକୁର ଅନେକ ମନ୍ଦିର ଆମକୁ ବୁଲେଇଲା ରାମ ମନ୍ଦିର ଗଲ ହଁ ରାମ ମନ୍ଦିର ପୂର୍ବରୁ ଆଜି ଗୋଟେ ହନୁମାନ ଗଡ଼ି ଗଲୁ ହନୁମାନ ଗଡ଼ି ଗୋଟେ ଭିଡ଼ିଓ ମୋର ହେଇଛି ପଡ଼ିଛି ହନୁମାନ ଗଡ଼ି ଆଗେ ଦର୍ଶନ କରିଲା ପରେ ତାପରେ ରାମ ମନ୍ଦିରକୁ ସେ ଆସିଲୁ ଗଦା ଦେଖିଲ ବଡ଼ ଗଦା ହନୁମାନ ଗଡ଼ି ବଡ଼ ଗଦା ନାହିଁ ହନୁମାନ ଗଡ଼ି ଛୋଟିଆ ନାଇଁ ଗୋଟେ ଗଦା ଆସିନଥିଲା ଗୋଟେ ବଡ଼ ଗଦା ପ୍ରତିଷ୍ଠା ବେଳକୁ ଗଦା ମୁଁ ଦେଖିନି ଆଚ୍ଛା ମୋର ଗୋଟେ ପ୍ରଶ୍ନ ରାମ ମନ୍ଦିରରେ ଆମର ମାନେ ଦର୍ଶନାର୍ଥୀ କେମିତି କ'ଣ ଦେଖିବେ ସୁବିଧା ରହୁଛି ଏକଦମ ସୁବିଧା ମାନେ ଟିକେଟ ଫିକେଟ ବ୍ୟବସ୍ଥା ନାହିଁ ଟିକେଟ ନାହିଁ କିନ୍ତୁ ଯୋଉଠି ଆମର ରାସ୍ତାରୁ ରାମଭୂମିକି ଆମେ ପାଦ ଦେବା ହେଲା କି ରାସ୍ତାରୁ ରାମଭୂମିକି ଯେଉଁ ପାଦ ଦେବା ରାମଙ୍କର ଜନ୍ମଭୂମିକି ପାଦ ଦେବା ସେଇଠି ଆସି ପହଞ୍ଚିବା ବେଳକୁ ତମକୁ 6 କିଲୋମିଟର ଯିବାକୁ ପଡ଼ିବ 3 କିଲୋମିଟର ଯିବ 3 କିଲୋମିଟର ଆସିବ 6 କିଲୋମିଟର ଆସିଲେ ଚାଲିକିରି ଓନ୍ଲି ବାରିକେଡ୍ ହେଲା ଚାଲିକିରି ଯିବ ପାଇଦଲ ମେ ପାଇଦଲ ମେ ଆନା 6 କିଲୋମିଟର ମାନେ ମୋର ଦେନ୍ ଆୱାର ଇଏ କ'ଣ ଜଗନ୍ନାଥଙ୍କର ତ ହେଉଛି 2 କିଲୋମିଟର କେଉଁଠୁ ମାଉସୀ ମା ମନ୍ଦିର ପାଖରୁ ଏଠିକି ସିଏ ହେଉଛି 3 କିଲୋମିଟର ଯିବ 3 କିଲୋମିଟର ଆସିବ ଆଚ୍ଛା ସେଠୁ ଆମେ କାମ ସାରି ପୁଣି ଏଗେନ୍ ବ୍ୟାକ୍ କଲେ ଆମର ଗୁରୁଧାମକୁ ମନଗଡ଼ରେ ଆମେ ରହିଲୁ 2 ଦିନ 19ରେ ମନଗଡ଼ରେ ପହଞ୍ଚିଲୁ ରାତି 1 ବେଳେ ଆଉ ସେଠି ଆମେ 2 ଦିନ ରହିଲୁ 21 ଦିନ ରାତିରେ ପୁଣି ମନଗଡ଼ ଛାଡ଼ିଲୁ ବର୍ଷାନା ଟ୍ରେନ୍ ଥିଲା ଆମର କେଉଁଠିକି ଆହ୍ଲାବାଦ ଆଚ୍ଛା ମନଗଡ଼ରୁ ଆହ୍ଲାବାଦରୁ ଟ୍ରେନ୍ ହେଉଛି ମଥୁରାରୁ 50 କିଲୋମିଟର ହେଉଛି ବର୍ଷାନା ହେଉଛି ରାଧାରାଣୀଙ୍କର ଜନ୍ମସ୍ଥାନ ଆଚ୍ଛା ସେଠି 2 ଦିନ ରହିଲୁ ସେଠି 2 ଦିନ ପ୍ରଥମ ଦିନଟା ଗଲୁ ଆଗେ ରାଧାରାଣୀଙ୍କର ଜନ୍ମସ୍ଥାନକୁ ଦେଖିବା ଲାଗି ସେ ପାହାଡ଼ ଉପରେ ମନ୍ଦିର ଏବଂ ଅନେକ ମନ୍ଦିର ତା ଭିତରେ ମଧ୍ୟ ଅଛି କେବଳ ରାଧାକୃଷ୍ଣଙ୍କ ମନ୍ଦିର ବିଭିନ୍ନ ନାମରେ ନାମିତ ରାଧାକୃଷ୍ଣ ମନ୍ଦିର ହେଲା ପୁରା ପାହାଡ଼ ଉପରେ ସେଦିନ ତା ପରଦିନ ଆମେ ପରିକ୍ରମା କଲୁ ଗିରି ଗୋବର୍ଦ୍ଧନ ଆଚ୍ଛା ସେଟା ବର୍ଷନାରୁ ସିଏ ହେଉଛି 21 କିଲୋମିଟର ଯୋଉଠି ଭଗବାନ ଶ୍ରୀକୃଷ୍ଣ ଉଠେଇଥିଲେ ପର୍ବତ ହଁ ଉଠେଇଥିଲେ ସେଟା କ'ଣ ସେଠି ଅଛି ପାହାଡ଼ କିନ୍ତୁ ନାହିଁ ପାହାଡ଼ ପୁରା ଜନବସତି ସେଠି ହେଇଗଲାଣି ପାହାଡ଼ ଭାଙ୍ଗିଦେଲେଣି ପାହାଡ଼ ନାହିଁ ବେଶୀ ଆଉ ତଥାପି ଆମେ 21 କିଲୋମିଟର ବ୍ୟାସ ତାର ଯେଉଁ ବ୍ୟାସ ଥିଲା ସେ 21 କିଲୋମିଟର ଗାଡ଼ିରେ ବୁଲୁ ତାର ଗୋଟେ ମଧ୍ୟ ଭିଡ଼ିଓ ହେଇ ପଡ଼ିଛି ତାପରେ ସେଦିନ ଫେରିଲୁ ବର୍ଷନାରୁ ତାପରଦିନ ପୁଣି ଆସି ଆମେ ପହଞ୍ଚିଲୁ ତାପରଦିନ ସକାଳୁ ଆମେ ଆସି ପହଞ୍ଚିଲୁ କେଉଁଠି କହିଲ ବୃନ୍ଦାବନରେ
ବୃନ୍ଦାବନରେ ଗୋଟାଏ ରାତି ଆମେ ଗୋଟାଏ ଦିନ ରହିଲୁ। ବୃନ୍ଦାବନ ଆସି ଆମର ଯେଉଁ ଆଶ୍ରମରେ ପହଞ୍ଚିଗଲା ପରେ ଆଶ୍ରମରେ ୱାନ୍ସ ପଶିଯିବ ମାନେ ବାହାରି ପାରିବନି। ତେଣୁ ପହଞ୍ଚିବା ପୂର୍ବରୁ ଆମେ ଆଗେ ଗଲୁ ବୁଲିବା ଲାଗି। ସେଠି ଗୋଟେ ଏକ୍ସପିରିଏନ୍ସ ମୋର ହେଲା, ବଡ଼ ଏକ୍ସପିରିଏନ୍ସ ଯେ ମାଙ୍କଡ଼ ସେଠି ଚୋରି କରି ନେଇଯାଆନ୍ତି କ'ଣ ଚଷମା ଆଣ୍ଡ ମୋବାଇଲ। ମୋର 2 ଥର ମାଙ୍କଡ଼ ନେଲେ। ମାଙ୍କଡ଼ ନେଇଯିବେ ଆଣ୍ଡ ତାଙ୍କୁ ଯେତେବେଳେ ଖାଇବାକୁ ଦିଆଯିବ ସେ ପକେଇବେ। ଆଚ୍ଛା ପ୍ରଥମ ଯେଉଁ ମାଙ୍କଡ଼ ଚଷମା ଭାଙ୍ଗିଲାନି ତ? ନା ଏଇଟା ପ୍ଲାଷ୍ଟିକ, ନହେଲେ ଭାଙ୍ଗି ଯାଇଥାନ୍ତା। ପ୍ରଥମ ଯେତେବେଳେ ମାଙ୍କଡ଼ ନେଲା ମୁଁ ଜାଣିପାରିଲିନି ମାଙ୍କଡ଼ ନେଲା ବୋଲି। ମାଙ୍କଡ଼ ନେଲା କେମିତି ପକେଟରୁ? ମୁଁ ମଡ଼େଇଥିବା ମୋତେ ମନା କରୁଛନ୍ତି ମୋର ଅଭ୍ୟାସ ମଡ଼େଇଛି। ଆଇଟା ଝକ୍ ନେଇ ପଳେଇଲା ମୁଁ ଜାଣିନି। ହଁ ଲୋକ କହୁଛନ୍ତି ଆପଣଙ୍କ ଚଷମା ଲେଗି ଆପଣଙ୍କ ଚଷମା ଲେଗି। ତାପରେ ମୁଁ ଜାଣିଲି। ସାଙ୍ଗେ ସାଙ୍ଗେ ଲୋକମାନେ କହିଲେ ଏଇ ଫୁଟି ଦିଅ। ତାଙ୍କ ଲୋକ ନେଇ ଫୁଟି ଦେଲେ, ଚଷମା ପକେଇଲା, ଗୋଟେ ଗାଡ଼ି ଉପରେ ଆମ ଲୋକ ଯାଇ ଆଣିଲା। ଏଇଟା ତାପରେ ମଧ୍ୟ ଆମେ ବାଟ ଭୁଲିଗଲୁ ବୋଲି ଆଉ ଗୋଟେ ଜାଗାରେ ପୁଣି ନେଇଗଲା। ଦିଥର ଆଉ ଆମେ 10 ଦିନ ବୁଲିକିରି ତାପରେ ବୃନ୍ଦାବନ। ସବୁଠାରୁ ଭଲ କୋଉ ଜାଗା ଲାଗିଲା ଏତେ ଆଡ଼େ ବୁଲିଲେ? ସବୁଠାରୁ ଆପଣଙ୍କୁ ଆନ୍ତରିକ ସୁଖ କୋଉ ଜାଗା ଦେଲା? ସବୁ ଜାଗା ଲାଗିଲା। ସବୁ କେବେ ନା ତାର ଗୋଟେ ଥିବ ବେଷ୍ଟ ନା? ଗୁରୁଧାମକୁ ଆମେ ଯାଇଥିଲୁ। ଆମ ଗୁରୁଧାମ ହେଉଛି ସବୁଠାରୁ ଶ୍ରେଷ୍ଠ ଧାମ ଆମ ପାଇଁ। ଆଜ୍ଞା ପ୍ରଥମ କଥା ଏ ଯେଉଁ ଭିଡ଼ିଓଟା ପଡ଼ିଥିଲା ଖାଇବା ପିଇବା ସବୁ କ'ଣ ହେଉଥିଲା? ଗୁରୁଧାମରୁ ଖାଇବା ଆସେ ମାନେ ହାତରୁ ନା ସେଟା ଫ୍ରି ବ୍ୟବସ୍ଥା? ପଇସା ଦେବାକୁ ପଡ଼େ, ଫ୍ରି ବ୍ୟବସ୍ଥା ନାହିଁ। ଆମେ ରହିବୁ ଖାଇବୁ ପଇସା ଦେବୁ। ପଇସା ଡିପୋଜିଟ୍ କଲେ ଏଇଭଳି ଭାବରେ ଯାତ୍ରା ସାରିକି ଏମିତି ଆସିଲୁ ଆଉ। ଆଚ୍ଛା ପ୍ରସାଦ ଟିକେ ଆଣିଥିଲି, ଆଜି ଟିକେ ରସାବଳି ଯିବା ପିଲାଙ୍କୁ। ଆଉ ଇଏ ତ କ'ଣ ପାଣି କଖାରୁ ଇଏ କହୁଛୁ? ମଥୁରା ହଁ ସେ ମିଠା ଦିଆ ଇଏ ହଁ ହିନ୍ଦୀରେ ମୁର୍ଗା କହନ୍ତି। ମୁର୍ଗା 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 ନା ମୁର୍ଗା এটা উত্তর প্রদেশের বেশি। নিও